বন্ধুগণ, ଏସ୍ୟୁସିଆଇ କମ୍ୟୁନିଷ୍ଟ ପାର୍ଟି ତରଫରୁ ଆସନ୍ତା 25 ନଭେମ୍ବର ଏକ ରାଜ୍ୟସ୍ତରୀୟ ଗଣବିକ୍ଷୋଭ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିକ୍ଷୋଭରେ ରାଜ୍ୟର 20,000ରୁ ଉର୍ଦ୍ଧ୍ୱ ଶ୍ରମିକ, କର୍ମଚାରୀ, ଗରିବ କୃଷକ, ଭୂମିହୀନ ଚାଷୀ, ମୂଲିଆ, ମହିଳା, ଯୁବକ, ଛାତ୍ର, ସର୍ବସ୍ତରର ଜନସାଧାରଣ এই বিক্ষোভে সামিল হবে। তার প্রস্তুতি ওড়িশার 30টি জেলার গাঁ গহলি, শহর, টাউন সর্বত্র চালিয়েছে। কাহিঁকি এই বিক্ষোভ? এই বিক্ষোভ এসোসিয়েট কমিউনিস্ট পার্টির প্রয়োজনে নুহে। এই বিক্ষোভ ওড়িশার জনসাধারণের প্রয়োজনে, কারণ ওড়িশার জনসাধারণের ধন, জীবন, জীবিকা আজ সম্পূর্ণভাবে বিপর্যস্ত হয়েছে। অতীতর কংগ্রেস সরকার, পরবর্তী সময়ের জনতা পার্টির সরকার, এই রাজ্যের 9 বর্ষ বিজেডি এবং বিজেপি সরকার, তারপরে 15 বর্ষ বিজেপি সরকার এদেশের কোম্পানি মানকর, বড় বড় পুঁজিপতি মানকর স্বার্থরে কাম করে চালিছন্তি। ভোট নৌছন্তি জনগণঙ্কর, কিন্তু কাম করুছন্তি বড় বড় মালিক, বড় কন্ট্রাক্টর, বড় পুঁজিপতি মানকর স্বার্থরে। ସେଥିପାଇଁ ଓଡ଼ିଶାରେ ଯେତେବେଳେ ଅଭାବ, ମୂଲ୍ୟବୃଦ୍ଧି ଚାଲିଛି, ବେକାର ସମସ୍ୟା, ସେତେବେଳେ ରାଜ୍ୟ ସରକାର এই ରାଜ୍ୟରେ ଆହୁରି 70ଟି ମଦ ଦୋକାନ ଖୋଲିବାର ନିଷ୍ପତ୍ତି ନେଇଛି ଏବଂ ତା ସହିତ ଆହୁରି 3ଟି ମଦ କାରଖାନା ପ୍ରତିଷ୍ଠାର সিদ্ধান্ত ନେଇଛି ସରକାର। ଯେଉଁଠି ଗାଁ, ଟାଉନ୍, ସହରାଞ୍ଚଳରେ ମଧ୍ୟ ବିଶୁଦ୍ଧ ପିଇବା ପାଣିର ଅସୁବିଧା, ଲୋକଙ୍କୁ ପାଣି କିଣିକି ପିଇବାକୁ ପଡ଼ୁଛି, ସେଇଠି ଓଡ଼ିଶାକୁ ଭସେଇ ଦିଆଯାଉଛି ମଦର ବନ୍ୟାରେ। ତାପରେ ଯୁବଶକ୍ତି କଲୁଷିତ ହେଉଛି। ମଦ, ଡ୍ରଗ୍ସ, ଚରସ ଇତ୍ୟାଦିରେ ଯୁବଶକ୍ତିକୁ, ଛାତ୍ରମାନଙ୍କୁ ନିଶାସକ୍ତ କରିକି ସରକାର ପୁঁଜିପତିମାନଙ୍କ ସ୍ୱାର୍ଥରେ ଜନଗଣଙ୍କ ଉପରେ ଶୋଷଣ ନିର୍ଯାତନା ଚପେଇ ଦେଇଛନ୍ତି। ଅନ୍ୟ ଦିଗରେ ଚାଲିଛି ଏହାରି ପରିଣତିରେ ରେପ୍, ଧର୍ଷଣ, ଗଣଧର୍ଷଣ, ହତ୍ୟାକାଣ୍ଡ, 5 ବର୍ଷ 4 ବର୍ଷ ଶିଶୁକନ୍ୟାଠୁ ଆରମ୍ଭ କରିକି ବୟସ୍କ ମହିଳା ପର୍ଯ୍ୟନ୍ତ ଆଜି ଅସୁରକ୍ଷିତ, ଆଜି ଅସହାୟ, ନାରୀ ନିର୍ଯାତନା। ଯେଉଁ ନାରୀ, ଯେଉଁ ମହିଳାମାନେ এই রাজ্যের জনসাধারণଙ୍କ লোকসংখ্যার প্রায় অর্ধাংশ, ସେମାନେ অসুরক্ষিত। এই হচ্ছে রাজ্যের অবস্থা। নারীর মর্যাদা আজি নাই, সম্মান আজি নাই। অন্য দিগরে স্কুল শিক্ষা ব্যবস্থার অবস্থা কন। গত সরকার, বিজেডি সরকার এই রাজ্যের 14,000ରୁ ঊর্ধ্ব প্রাথমিক ওড়িয়া মাধ্যম স্কুল বন্ধ করেছিল। তার বিরোধিতা করেছিলেন তৎকালীন বিজেপি। নির্বাচন পূর্বরু ওড়িয়া অস্মিতার কথা প্রচার করেছিলেন। আজি আହୁରି 6,000 ওড়িয়া মাধ্যম স্কুল বন্ধ করিয়া পাই বিজেপি সরকার নিষ্পত্তি নেইছি জাতীয় শিক্ষানীতি 2020 সিদ্ধান্ত অনুযায়ী। স্কুলে শিক্ষক নাই, কলেজে অধ্যাপক নাই, শ্রেণীগৃহ খালি, বই নাই,
পরীক্ষা নাই, পাঠ নাই। নবম শ্রেণীর ছাত্র মধ্য মিশানো ফিরানো জানে না। এই হচ্ছে শিক্ষার মান উড়িষ্যারে। যে উড়িষ্যারে দিনে গোপবন্ধু দাস, মধুসূদন দাস এবং আହୁରି শিক্ষিত ব্যক্তি মানে ସୃଷ୍ଟି ହେଇଥିଲେ। ଆଜି ସେଇ ଓଡ଼ିଶାକୁ, ଓଡ଼ିଶାର ଜନସାଧାରଣଙ୍କୁ ଆଜି ଅଶିକ୍ଷିତ ମୂର୍ଖ କରି ରଖିବାର ଚକ୍ରାନ୍ତ ସରକାର କରୁଛନ୍ତି। ଓଡ଼ିଆ ଅସ୍ମିତାର କଥା କହୁଛନ୍ତି। ଅନ୍ୟ ଦିଗରେ ସାମ୍ପ୍ରଦାୟିକ ରାଜନୀତି, ଜାତିଆଣା ରାଜନୀତି, ଭୋଟ ରାଜନୀତି ସ୍ୱାର୍ଥରେ ସେମାନେ କରିଚାଲିଛନ୍ତି। ଚାଷୀମାନଙ୍କୁ ଜବରଦସ୍ତି ଚାଷଯୋଗ୍ୟ ଜମିରୁ ଉଚ୍ଛେଦ କରି ସେଇ ଜମି ପ୍ରାୟ ବିନା ମୂଲ୍ୟରେ ବଡ଼ ବଡ଼ କମ୍ପାନୀମାନଙ୍କର ହାତରେ ଟେକି ଦିଆଯାଉଛି। এই ରାଜ୍ୟରେ ମିତ୍ତଲ, ଜିନ୍ଦଲ, ଟାଟା, ପୋସ୍କୋ ପ୍ରଭୃତି ବଡ଼ ବଡ଼ କମ୍ପାନୀ ହାତରେ ଟେକି ଦିଆଯାଉଛି ଚାଷଯୋଗ୍ୟ ଜମି। ଚାଷୀର ଅଭାବୀ ବିକ୍ରି, ଚାଷୀ ଚାଷ କରିବା ପାଇଁ ଯେତିକି ଖର୍ଚ୍ଚ, ଫସଲ ବିକ୍ରି କରି ସେତିକି ସେ ପାଏ ନା ତାর দাম। এই অভাবী বিক্রি ফଳରେ তার আত্মহত্যা ମଧ୍ୟ ଓଡ଼ିଆ ପଡ଼ୁଛି, ଋଣଗ୍ରସ୍ତ ହେଇଛି। ଅନ୍ୟ ଦିଗରେ ହାତୀ, ଷଣ୍ଢ, ମାଙ୍କଡ଼, ଭାଲୁ ଇତ୍ୟାଦି ଫସଲ ନଷ୍ଟ କରୁଛି। କୌଣସି ସୁରକ୍ଷା ସରକାରଙ୍କ ପକ୍ଷରେ ନାହିଁ। ବିଦ୍ୟୁତ ସମସ୍ୟା ରାଜ୍ୟରେ ସର୍ବତ୍ର, ସହରାଞ୍ଚଳରେ, ଗାଁ ଅଞ୍ଚଳରେ ବର୍ତ୍ତମାନ ସ୍ମାର୍ଟ ମିଟର ବସେଇକି ବିଦ୍ୟୁତ ବିଲ୍ ଅସ୍ୱାଭାବିକ ଭାବେ ବୃଦ୍ଧି କରିକି ଜନସାଧାରଣଙ୍କ ଉପରେ ଚପେଇ ଦିଆଯାଉଛି ଆହୁରି ଅଧିକ ଆର୍ଥିକ ବୋଝ। ଅନ୍ୟ ଦିଗରେ এই ରାଜ୍ୟରେ ଯେଉଁ ସ୍କିମ୍ର କର୍ମଚାରୀମାନେ ଅଛନ୍ତି, ଶ୍ରମିକମାନେ ଅଛନ୍ତି, ମହିଳାମାନେ, ଅଙ୍ଗନବାଡ଼ି, ଆଶା, ମିଡ୍ ଡେ ମିଲ୍, NRLM ସେମାନେ ସ୍ଥାୟୀ ଶ୍ରମିକ କର୍ମଚାରୀ ଭଳି କାମ କଲେ ବି ସେମାନଙ୍କୁ সেই ମାନ୍ୟତା ଦିଆଯାଉନି। ସେମାନଙ୍କୁ ଯଥେଚ୍ଛ ଭାବେ ଶୋଷଣ କରାହେଉଛି, ନିର୍ଯାତନା ଦିଆଯାଉଛି। ବସ୍ତିବାସୀମାନଙ୍କର ସୁରକ୍ଷା ନାହିଁ। ବିନା ଥଇଥାନରେ ଜବରଦସ୍ତି ସେମାନଙ୍କୁ ଉଚ୍ଛେଦ କରାହେଉଛି। ଜମିର ପଟା ଦିଆଯାଉନି, ଯେଉଁଠିକି ସେମାନେ ବର୍ଷ ବର୍ଷ ଧରିକି ସେଇଠି ଜୀବିକା ନିର୍ବାହ କରୁଥିଲେ, ରହୁଥିଲେ, ତାର ବାସସ୍ଥାନ ସେଥିରୁ ଉଚ୍ଛେଦ କରାଯାଉଛି। এইଭଳି ଭାବରେ ট্যাক্সর বোঝ, অন্য দিকে শিক্ষা, স্বাস্থ্য ব্যবস্থার সম্পূর্ণ ঘରୋଇকরণ, ପ୍ରାୟ ବିନା ଚିକିତ୍ସାରେ ବା ଅଧା ଚିକିତ୍ସାରେ ଲୋକ ମରୁଛନ୍ତି ଅଥଚ ସରକାରଙ୍କର କୌଣସି ଭ୍ରୂକ୍ଷେପ ନାହିଁ। ରୋଗକ୍ଳିଷ୍ଟ ଓଡ଼ିଶାର ଜନସାଧାରଣ, ତା ପାଇଁ ସରକାରର କୌଣସି ପ୍ରତିକାର ନାହିଁ। ଚାକିରି ରୋଜଗାର ନିଯୁକ୍ତି ପ୍ରଶ୍ନରେ ବି ଓଡ଼ିଶା ଭଳି ରାଜ୍ୟରେ ଯେଉଁଠି ପ୍ରାକୃତିକ ସମ୍ପଦରେ ଭରପୁର, এই ରାଜ୍ୟରେ ଖଣିଜ ସମ୍ପଦ, এই ରାଜ୍ୟରେ ଜଳଜ ସମ୍ପଦ, ବଣଜ ସମ୍ପଦ, ଲୋକଶକ୍ତି ରହିବା ସତ୍ତ୍ୱେ ବି ଶିଳ୍ପାୟନ ନାହିଁ, ରୋଜଗାର ନାହିଁ, ଚାକିରି ନାହିଁ। ଗାଁ ଛାଡ଼ିକି ଯୁବକମାନେ ଦାଦନ ଖଟିବା ପାଇଁ ଚାଲି ଯାଉଛନ୍ତି ଅନ୍ୟତ୍ର। ଛୋଟ ଝିଅମାନେ, ଅଳ୍ପ ବୟସ୍କ ଝିଅମାନେ ବିକ୍ରି ହେଇଯାଉଛି 500 ଟଙ୍କା, 1000 ଟଙ୍କାରେ। ମା ତାର ସନ୍ତାନକୁ ହତ୍ୟା କରୁଛି ଖାଇବାକୁ ଦେଇପାରୁନି ବୋଲି। এইଭଳି ଓଡ଼ିଶାର ଜନସାଧାରଣଙ୍କର ଆର୍ଥିକ, ସାମାଜିକ, ସାଂସ୍କୃତିକ ଜୀବନ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ। ଆଜି 29 ଅକ୍ଟୋବର 1959 ମସିହାରେ, এই 29 ଅକ୍ଟୋବର ଓଡ଼ିଶାରେ ହେଇଥିଲା ମହାବାତ୍ୟା। ହଜାର ହଜାର ଲୋକ সেই ମହାବାତ୍ୟାରେ ମରିଯାଇଥିଲେ। ଆଜି ପ୍ରାୟ 26 ବର୍ଷ ପରେ ମଧ୍ୟ ବନ୍ୟା, ବାତ୍ୟା, ମରୁଡ଼ିର ସ୍ଥାୟୀ ପ୍ରତିକାର ଓଡ଼ିଶାରେ ହେଇନି। এইଭଳି ଅବସ୍ଥାରେ ଯେତେବେଳେ ଅତୀତର ସରକାର ଗୁଡ଼ା ଏବଂ ବର୍ତ୍ତମାନ ରାଜ୍ୟ ସରକାର 17 ମାସ କ୍ଷମତାରେ ଆସିଛନ୍ତି, ଡବଲ ଇଞ୍ଜିନ ସରକାର, କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେପି, ଅଥଚ ଓଡ଼ିଶାର ଜନସାଧାରଣଙ୍କ ଅବସ୍ଥା ସମ୍ପୂର୍ଣ୍ଣ ବିଧ୍ୱସ୍ତ।
এই অবস্থায় জনসাধারণ চাହୁଛି রাজ্যব্যাপী এক শক্তিশালী গণ আন্দোলন আঞ্চলিক স্তরে, জেলা স্তরে এবং রাজ্য স্তরে। তার প্রমাণ ওড়িশার জনসাধাରଣ ଦେଇଛନ୍ତି। গত 17 ଜୁଲାଇ ଫକୀରମୋହନ କଲେଜର ଛାତ୍ରୀର କରୁଣ ଆତ୍ମଦାହ ଘଟଣା ପରେ নীরବରେ ସ୍ୱତଃସ୍ଫୂର୍ତ୍ତ ଭାବେ ଓଡ଼ିଶା ବନ୍ଦ ପ୍ରମାଣ କରୁଛି ଯେ ଓଡ଼ିଶାର ଜନସାଧାରଣ ମୁହଁ ବନ୍ଦ କରିକି ରହିବେନି, ବ୍ୟାପକ ଗଣ ଆନ୍ଦୋଳନର ଜୋଆର ସୃଷ୍ଟି କରିବ। ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶାର ଜନସାଧାରଣଙ୍କ সেই আবেদন, সেই আকুতিକୁ সম্মান ଦେଇକି 25 ନଭେମ୍ବର ରାଜଧାନୀ ଭୁବନେଶ୍ୱରରେ 20,000ରୁ ঊর্ধ্ব জনসাধারণଙ୍କ এক বিক্ষোভ প্রদর্শন କରିବେ। ଆମେ ଓଡ଼ିଶାର ଜନସାଧାରଣଙ୍କୁ ନିବେଦନ କରୁଛୁ এই ଗଣବିକ୍ଷୋଭକୁ ସଫଳ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ ଏବଂ ନୈତିକ, ଆର୍ଥିକ ଏବଂ ଶାରୀରିକ ସାହାଯ୍ୟ ଦେଇକି এই ବିକ୍ଷୋଭକୁ ସଫଳ କରନ୍ତୁ ଏବଂ ଆଗାମୀ ଦିନରେ ଗଣ ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରନ୍ତୁ। ଧନ୍ୟବାଦ।